ଶ୍ରୀରାମଲଲାଙ୍କ ଅଲୌକିକ ସୂର୍ଯ୍ୟ ତିଳକ ଦେଖୁଲେ ଦେଶବାସୀ। ଏହି ସୂର୍ଯ୍ୟ ତିଳକ ପଛର ବିନ୍ଧାଣୀ ହେଉଛନ୍ତି ଓଡ଼ିଆ ବୈଜ୍ଞାନିକ ଗୌରବ ଡା ଏସ୍.କେ. ପାଣିଗ୍ରାହୀ। ପବିତ୍ର ରାମ ନବମୀ ଅବସରରେ ସାରା ବିଶ୍ୱବାସୀ ଦର୍ଶନ କରିଛନ୍ତି ପ୍ରଭୁ ଶ୍ରୀରାମଲଲାଙ୍କ ଦିବ୍ୟ ସୂର୍ଯ୍ୟ ତିଳକ। ଏହି ସମୟରେ ସୂର୍ଯ୍ୟଙ୍କ ଅଭିଷେକ ପାଇ ଝଲସି ଉଠିଥିଲେ ବାଲକ ରାମଲଲା। ସାରା ଅଯୋଧ୍ୟା ନଗରୀର ଖୁସି କହିଲେ ନ ସରେ। ଶ୍ରୀରାମଙ୍କ ଲଲାଟରେ ସୂର୍ଯ୍ୟଙ୍କ କିରଣର ଅପୂର୍ବ ଝଲକ ଦେଖିବାକୁ ମିଳିଥିଲା। ଏଭଳି ଏକ ଅଲୌକିକ ଦୃଶ୍ୟ ଦେଖିବା ପରେ ଅଯୋଧ୍ୟା ରାମ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପ୍ରଭୁଙ୍କ ଏହି ଅପୂର୍ବ ଲୀଳା ଦେଖିବା ପାଇଁ ଅଯୋଧ୍ୟାରେ ଆଜି ଜନସମୁଦ୍ର ଦେଖିବାକୁ ମିଳିଥିଲା। ଦିନ 12ଟା ସମୟରେ ସୂର୍ଯ୍ୟକିରଣରେ ରାମଲଲାଙ୍କ ଅଲୌକିକ ସୂର୍ଯ୍ୟ ତିଳକ ସମାପନ ହୋଇଥିଲା। ଏହି ଅଭିନବ ସୂର୍ଯ୍ୟ ତଳକ ଏକ ବୈଜ୍ଞାନିକ ପଦ୍ଧତିରେ କରାଯାଇଛି। କିନ୍ତୁ କଣ ଆପଣମାନେ ଜାଣିଛନ୍ତି ଏହି ନିଆରା କୌଶଳ ପଛର ବିନ୍ଧାଣୀ କିଏ? ସେ ହେଉଛି ଓଡ଼ିଆ ବୈଜ୍ଞାନିକ ସରୋଜ କୁମାର ପାଣିଗ୍ରାହୀ। ତାଙ୍କ ନେତୃତ୍ୱରେ ସେଣ୍ଟ୍ରାଲ ବିଲିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ CBRIର ଏକ ଟିମ୍ ରାମ ମନ୍ଦିରରେ ନିଆରା ସୂର୍ଯ୍ୟ ତିଳକ ପ୍ରୋଜେକ୍ଟ ପ୍ରସ୍ତୁତ କରିଛନ୍ତି। ସୂର୍ଯ୍ୟକିରଣ, ଦର୍ପଣ ଓ ଲେନ୍ସ ସାହାଯ୍ୟରେ ଏହି ନିଆରା ପ୍ରୋଜେକ୍ଟ କାର୍ଯ୍ୟକାରୀ ହୋଇଥିଲା। କିନ୍ତୁ ଏଥିରେ ବିଦ୍ୟୁତ, ବ୍ୟାଟେରୀ, ଲୁହା ଓ ଇସ୍ପାତର ବ୍ୟବହାର ହୋଇନାହିଁ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଗୌରାଙ୍ଗ ପାଣିଗ୍ରାହୀ ଓ ହେମଲତା ପାଣିଗ୍ରାହୀଙ୍କ ସୁପୁତ୍ର ହେଉଛନ୍ତି ସରୋଜ କୁମାର ପାଣିଗ୍ରାହୀ। ନିଜ ଗାଁ ସ୍କୁଲରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ବୁର୍ଲା ଇଞ୍ଜିନିୟରିଂ କଲେଜରୁ ବିଟେକ୍ ଓ ରାଉରକେଲାର ରିଜିଓନାଲ ଇଞ୍ଜିନିୟରିଂ କଲେଜ RICରୁ ଏମଟେକ୍ କରିଥିଲେ। ସରୋଜ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ IIT ରୁରକିରୁ PhD କରିବା ପରେ